ବେଲଗଛ ମୂଳେ ଦୀପ ଜାଳିଲେ କ'ଣ ହୁଏ? ବେଲପତ୍ର ଅର୍ପଣ କରିବାର ବିଧି କ'ଣ? ଦୀପ ଜାଳିବା ସମୟରେ କେଉଁ ମନ୍ତ୍ର ଜପ କରିବା କଥା? ବେଲପତ୍ର ବାସି ହୁଏ ନା ନାହିଁ? ବେଲପତ୍ର କେଉଁ ତିଥିରେ ତୋଳିବା କଥା ନୁହେଁ? এই ସବୁ ପ୍ରଶ୍ନ ଉତ୍ତର ଆପଣ ଏଇ ଭିଡ଼ିଓରେ ହିଁ ପାଇଯିବେ। ମୁଁ ଗୀତାଞ୍ଜଳି ସ୍ୱାଗତ କରୁଛି ଆପଣମାନ ସମସ୍ତଙ୍କୁ। ତାହେଲେ କଣ୍ଟିନ୍ୟୁ କରନ୍ତୁ। ଏଇ ଗୋଟେ ଭିଡ଼ିଓରେ ହିଁ ଏଇ ସବୁ ପ୍ରଶ୍ନର ଉତ୍ତର ଆପଣ ପାଇପାରିବେ। ଶିବଙ୍କୁ ବେଲପତ୍ର ଚଢ଼ାଇବା ପଛରେ ରହିଛି ବହୁ ପୌରାଣିକ କଥାବସ୍ତୁ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ଶିବଙ୍କ ପ୍ରିୟ ହୋଇଥାଏ ବେଲଗଛ। କୁହାଯାଏ ଏହି ଗଛର ମୂଳେ ମହାଦେବଙ୍କ ବାସ ହୋଇଥାଏ। ତେଣୁ ଏହି ଗଛକୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ବେଲଗଛର ପତ୍ର ଶିବଙ୍କର ଅତୀବ ପ୍ରିୟ। କୁହାଯାଏ ଯେଉଁ ବ୍ୟକ୍ତି ନିୟମିତ ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିଥାଏ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ କ'ଣ ଆପଣ ଜାଣିଛନ୍ତି ଯେ ଖାସ କରି ସୋମବାର ଦିନ ଭଗବାନ ଶିବଙ୍କୁ ବେଲପତ୍ର କାହିଁକି ଚଢ଼ାଯାଏ? ଆଜି ଜାଣନ୍ତୁ ଏହାକୁ ନେଇଥିବା ପୌରାଣିକ ମାନ୍ୟତା। ତେବେ ଦର୍ଶକ ବନ୍ଧୁ, ଯଦି এই ଭିଡ଼ିଓଟା ଆପଣ ୟୁଟ୍ୟୁବରେ ଦେଖୁଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଫେସବୁକରେ ଦେଖୁଛନ୍ତି ତାହେଲେ ମୋ ପେଜକୁ ଫଲୋ କରିଦେବେ। ତାହେଲେ ଆସନ୍ତୁ ଆଗକୁ ବଢ଼ିବା। ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ଉପାସନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭଗବାନ ଶିବ ଅନେକ ନାମରେ ଜଣାଶୁଣା। ସୋମବାର ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ। ଏହି ଦିନ ମହାଦେବଙ୍କର ବିଶେଷ ପୂଜା କରାଯାଏ। ଭଗବାନ ଶିବ ଅତ୍ୟନ୍ତ ସରଳ ବୋଲି ବିଶ୍ୱାସ କରାଯାଏ। ଖୁବ୍ ଶୀଘ୍ର ଭଗବାନ ଭୋଳାନାଥ ଖୁସି ହୁଅନ୍ତି ଯେତେବେଳେ ଭକ୍ତମାନେ ପ୍ରକୃତ ହୃଦୟରେ ଉପାସନା କରନ୍ତି। ପ୍ରଭୁ ଭୋଳାନାଥଙ୍କ ପୂଜାରେ ଅନେକ ଜିନିଷ ଅର୍ପଣ କରାଯାଏ ଯାହା ତାଙ୍କ ପାଇଁ ଅତି ପ୍ରିୟ ହୋଇଥାଏ। ଯେମିତିକି ଜଳାଭିଷେକ, କ୍ଷୀରାଭିଷେକ, ଫୁଲ ସହିତ ବେଲପତ୍ର ମଧ୍ୟ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ। ମାନ୍ୟତା ରହିଛି ଯେ ଶିବଲିଙ୍ଗ ଉପରେ ବେଲପତ୍ର ଚଢ଼ାଇଲେ ଜୀବନର ସବୁ କଷ୍ଟ ଦୂର ହୋଇଥାଏ ଏବଂ ପାପରୁ ମୁକ୍ତି ମିଳିଥାଏ। ପ୍ରଭୁଙ୍କ ସନ୍ତୁଷ୍ଟ କରିବା ପାଇଁ ଗୋଟିଏ କଳସ ପାଣି ଏବଂ ବେଲପତ୍ର ଦେଇ ପୂଜାର୍ଚ୍ଚନା କରିପାରିବେ। ମହାଦେବଙ୍କ ପୂଜାରେ ବେଲପତ୍ର ନିଶ୍ଚିତ ଭାବରେ ଅର୍ପଣ କରାଯାଏ। ତେବେ ଦର୍ଶକ ବନ୍ଧୁ, ଆଜି ମୁଁ ଆପଣଙ୍କୁ କହିବି ଯେ ବେଲପତ୍ର କାହିଁକି ଭଗବାନ ଶିବଙ୍କୁ ଅର୍ପଣ କରାଯାଏ। ଏହା ସହିତ ଜଡ଼ିତ ପୁରାଣ ଜାଣିବା। ଆପଣ ସମସ୍ତେ ସମୁଦ୍ର ମନ୍ଥନ ବିଷୟରେ ଅଳ୍ପ ବହୁତ ନିଶ୍ଚୟ ଜାଣିଥିବେ। ଥରେ ଦେବତା ଏବଂ ରାକ୍ଷସ ମଧ୍ୟରେ ସମୁଦ୍ରର ମନ୍ଥନ ହୋଇଥିଲା। ଉଭୟ ଭଲ ଏବଂ ଖରାପ ଜିନିଷ ସମୁଦ୍ରର ଏହି ମନ୍ଥନରେ ବାହାରିଥିଲା। ସମୁଦ୍ରର ଘୁଞ୍ଚିବା ସମୟରେ ହଳାହଳ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ଏତେ ପ୍ରଭାବଶାଳୀ ଥିଲା ଯେ ଏହା ସମଗ୍ର ବିଶ୍ୱକୁ ଜୀବଶୂନ୍ୟ କରିଦେଇଥାନ୍ତା। ସେହି ବିଷର ମାରାତ୍ମକ ପ୍ରଭାବ ସାମ୍ନାରେ ସମସ୍ତ ଦେବତା ଦୁର୍ବଳ ଦେଖାଯିବାକୁ ଲାଗିଲେ। ସେହି ବିଷର ପ୍ରଭାବକୁ ରୋକିବା ପାଇଁ କାହାର ଶକ୍ତି ନଥିଲା। ସେତେବେଳେ ଭଗବାନ ଶିବ ଏହି ବିଷ ପିଇ ସମଗ୍ର ବିଶ୍ୱକୁ ବଞ୍ଚାଇବା ପାଇଁ ନିଜ ଗଳାରେ ରଖିଥିଲେ। ତେବେ ଦର୍ଶକ ବନ୍ଧୁ, ଯଦି ଲେଖାଟି ଏହି ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଗୋଟେ ଲାଇକ୍ ନିଶ୍ଚିତ ଭାବରେ କରିଦେବେ ଏବଂ ସେୟାର କରିଦେବେ ନିଜ ପରିଜନ ବନ୍ଧୁବାନ୍ଧବ ସହିତ। ଆଉ କମେଣ୍ଟ ବକ୍ସରେ ଲେଖିବେ କେମିତି ଲାଗିଲା ବୋଲି। ଓଁ ନମଃ ଶିବାୟ ଲେଖିବାକୁ ଜମା ବି ଭୁଲିବେ ନାହିଁ। ବିଷର ପ୍ରଭାବ ହେତୁ ଭଗବାନ ଶିବଙ୍କ ଗଳା ନୀଳ ହୋଇଗଲା। ସେବେଠାରୁ ତାଙ୍କ ନାମ ମଧ୍ୟ ନୀଳକଣ୍ଠ ହୋଇଗଲା। ବିଷର ଅତ୍ୟଧିକ ବିପଜ୍ଜନକ ପ୍ରଭାବ ହେତୁ ଭଗବାନ ଶିବଙ୍କ ଶରୀର ଗରମ ହେବାକୁ ଲାଗିଲା ଏବଂ ଅତ୍ୟଧିକ ଗରମ ହୋଇଗଲା। ଏହି କାରଣରୁ ଆଖପାଖରେ ପରିବେଶରେ ମଧ୍ୟ ଜଳିବା ଆରମ୍ଭ କଲା। ପୁରାଣ ବିଶ୍ୱାସ ଅନୁଯାୟୀ ବେଲପତ୍ର ବିଷର ପ୍ରଭାବକୁ ହ୍ରାସ କରିଥାଏ। ଯେଉଁଥିପାଇଁ ଦେବତାମାନେ ଭଗବାନ ଶିବଙ୍କୁ ବେଲପତ୍ର ଖାଇବାକୁ ଦେବା ଆରମ୍ଭ କଲେ। ଏହା ସହିତ ଭୋଳାନାଥଙ୍କୁ ଥଣ୍ଡା ରଖିବା ପାଇଁ ପାଣି ମଧ୍ୟ ଦିଆଯାଉଥିଲା। ଏହି କାରଣରୁ ସେ ବହୁତ ବିଶ୍ରାମ ପାଇଲେ ଏବଂ ତାଙ୍କ ଶରୀରର ଉତ୍ତାପ ମଧ୍ୟ କମିଗଲା। ଦେବ ଦର୍ଶକ ବନ୍ଧୁ, ସେବେଠାରୁ ଭଗବାନ ଶିବଙ୍କୁ ବେଲପତ୍ର ଦେବାର ପରମ୍ପରା ଚାଲି ଆସୁଛି, ଯାହା ଆଜି ପର୍ଯ୍ୟନ୍ତ ପାଳନ କରାଯାଉଛି। ସନାତନ ଧର୍ମରେ ସମସ୍ତ ଗଛ ଏବଂ ଉଦ୍ଭିଦକୁ ଦେବତା ଭାବରେ ପୂଜା କରାଯାଏ। ଏଥିରେ ତୁଳସୀ, ନିମ୍ବ, ବର, ବେଲ ଏବଂ ଅଶ୍ୱତ୍ଥ ଇତ୍ୟାଦି ଉଦ୍ଭିଦ ଅନ୍ତର୍ଭୁକ୍ତ। ବିଶ୍ୱାସ କରାଯାଏ ଯେ ଏହି ଗଛ ଉଦ୍ଭିଦମାନଙ୍କର ଦେବତା ଓ ଦେବୀମାନେ ରୁହନ୍ତି।
ସନାତନ ଧର୍ମରେ ସମସ୍ତ ଗଛ ଏବଂ ଉଦ୍ଭିଦକୁ ଦେବତା ଭାବରେ ପୂଜା କରାଯାଏ। ଏଥିରେ ତୁଳସୀ, ନିମ୍ବ, ବର, ବେଲ ଏବଂ ଔଷଧ ଇତ୍ୟାଦି ଉଦ୍ଭିଦ ଅନ୍ତର୍ଭୁକ୍ତ। ତ ଏହି ସବୁ ବୃକ୍ଷକୁ ଭଗବାନ ସ୍ୱରୂପ କରାଯାଇ ପୂଜା କରାଯାଇଥାଏ। ତେବେ ଦର୍ଶକ ବନ୍ଧୁ, ବିଶ୍ୱାସ କରାଯାଏ ଏହି ଗଛ ଓ ଉଦ୍ଭିଦ ମାନଙ୍କରେ ଦେବତା ଓ ଦେବୀ ମାନେ ରୁହନ୍ତି। ସେଥିପାଇଁ ଲୋକମାନେ ଏହି ଗଛ ଗୁଡ଼ିକୁ ପୂଜା କରିବା ସହିତ ଦୀପ ଜାଳନ୍ତି। କିନ୍ତୁ ଆପଣ ଜାଣନ୍ତି କି ବେଲ ଗଛ ତଳେ ଦୀପ ଜାଳିବା ଦ୍ୱାରା କଣ ହୁଏ? ଦୀପ ଜାଳିବା ପାଇଁ ନିୟମ କଣ? ବେଲପତ୍ର ଗଛ ନିକଟରେ ଦୀପ ଜାଳିବା ବେଳେ କେଉଁ ମନ୍ତ୍ର ଜପ କରିବା ଉଚିତ? ତ ଆସନ୍ତୁ ସେହି ବିଷୟରେ ଆମେ ଏହି ଭିଡ଼ିଓରେ ହିଁ ଜାଣିଯିବା। ସେଥିପାଇଁ ଲୋକମାନେ ଏହି ଗଛ ଗୁଡ଼ିକୁ ପୂଜା କରିବା ସହିତ ଦୀପ ଜାଳନ୍ତି। କିନ୍ତୁ ଆପଣ ଜାଣନ୍ତି କି ବେଲ ଗଛ ତଳେ ଦୀପ ଜାଳିବା ଦ୍ୱାରା କଣ ହୋଇଥାଏ? ଦୀପ ଜାଳିବା ପାଇଁ ନିୟମ କଣ ଅଛି? ଆସନ୍ତୁ ଜାଣିବା। ବେଲଗଛ ନିକଟରେ ଦୀପ ଜାଳିବା ବେଳେ କେଉଁ ମନ୍ତ୍ର ଜପ କରିବା ଉଚିତ ସେହି ବିଷୟରେ ମଧ୍ୟ ଆମେ ଜାଣିବା। ଏହିସବୁ ଜିନିଷ ବିଷୟରେ ଶିବ ପୁରାଣରେ ବେଶ ଭାବରେ ଲେଖା ଅଛି। ତାହେଲେ ଶିବ ପୁରାଣ ଅନୁଯାୟୀ ବେଲଗଛର ମୂଳରେ ଦୀପ ଜାଳିବା ଦ୍ୱାରା ଜଣେ ବ୍ୟକ୍ତି ଗୁଣ ପ୍ରାପ୍ତ ହୁଏ। ଭଗବାନ ଶିବ ବେଲଗଛର ମୂଳରେ ରୁହନ୍ତି। ବିଶ୍ୱାସ କରାଯାଏ ଯେ ବେଲଗଛ ମୂଳରେ ପୂଜା କଲେ ଶିବଙ୍କ ସାନ୍ନିଧ୍ୟ ମିଳେ। ଏହା ବ୍ୟତୀତ ଦେବୀ ଲକ୍ଷ୍ମୀ ମଧ୍ୟ ବେଲପତ୍ର ଗଛରେ ରୁହନ୍ତି। ତେଣୁ ପ୍ରତିଦିନ ଦୀପ ଜାଳିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ବେଲପତ୍ର ଗଛ ତଳେ ଦୀପ ଜାଳେ ତେବେ ଭଗବାନ ମହାଦେବଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଥାଏ। ବାସ୍ତବରେ ବେଲପତ୍ର ଭଗବାନ ଶିବଙ୍କର ପ୍ରିୟ ଉଦ୍ଭିଦ। ଶିବଲିଙ୍ଗ ଉପରେ ବେଲପତ୍ର ମଧ୍ୟ ଦିଆଯାଏ। ବିଶେଷ କରି ଶିବରାତ୍ରି ଦିନ ବେଲପତ୍ର ଶିବଲିଙ୍ଗ ଉପରେ ଅର୍ପଣ କରାଯାଏ। ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ଦ୍ୱାରା ପ୍ରଭୁ ଭୋଳାଶଙ୍କର ସନ୍ତୁଷ୍ଟ ହୋଇଥାନ୍ତି। ଶ୍ରାବଣ ମାସରେ ବେଲପତ୍ର ଚଢ଼ାଇବା ଦ୍ୱାରା ପ୍ରଭୁ ଭକ୍ତଙ୍କର ସମସ୍ତ ମନୋକାମନା ଶୀଘ୍ର ପୂର୍ଣ୍ଣ କରିଥାନ୍ତି। ମାନ୍ୟତା ରହିଛି ଯେ ଭଗବାନ ଶିବଙ୍କୁ ବେଲପତ୍ର ଚଢ଼ାଇବା ଦ୍ୱାରା ତାଙ୍କର ମସ୍ତିଷ୍କ ଶୀତଳ ରହିଥାଏ, ଯାହାଦ୍ୱାରା ସେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ବେଲପତ୍ର ଗଛ ତଳେ ଏକ ଦୀପ ଜାଳିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ବେଲପତ୍ର ଗଛ ତଳେ ଏକ ଦୀପ ଜାଳିବା ଶୁଭ ଫଳାଫଳ ଆଣିଥାଏ। ଆହୁରି ମଧ୍ୟ ଦୀପ ଜାଳିବା ଦ୍ୱାରା ଦେବତା ଏବଂ ଦେବୀମାନେ ପ୍ରସନ୍ନ ହୋଇଥାନ୍ତି। ଇଚ୍ଛା ମଧ୍ୟ ପୂରଣ ହୁଏ। ବେଲପତ୍ର ଗଛ ତଳେ ଦୀପ ଜାଳୁଥିବା ଲୋକଙ୍କ ଇଚ୍ଛା ପୂରଣ ହୋଇଛି। ଏହି କାରଣରୁ ଭକ୍ତମାନେ ପ୍ରତିଦିନ ବେଲପତ୍ର ଗଛ ତଳେ ଦୀପ ଜାଳନ୍ତି। ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ସବୁ ଇଚ୍ଛା ପୂରଣ ହେବ। ଆର୍ଥିକ ଲାଭ ମଧ୍ୟ ହୁଏ। ସେ ବିଷୟରେ ମଧ୍ୟ ଆମେ ଜାଣିବା। ଯଦି ଜଣେ ବ୍ୟକ୍ତି ଟଙ୍କା ସମ୍ବନ୍ଧୀୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି ତେବେ ସେମାନେ ବେଲପତ୍ର ଗଛ ତଳେ ଏକ ଦୀପ ଜାଳିବା ଉଚିତ। ତାଙ୍କ ସମସ୍ୟାର ସମାଧାନ ହେଇଯିବ। ଏହା ଦ୍ୱାରା ଧନ ପ୍ରାପ୍ତ ମଧ୍ୟ ହେବ। ଚାକିରି ଏବଂ ବ୍ୟବସାୟରେ ପ୍ରଗତିର ସମ୍ଭାବନା ମଧ୍ୟ ଥାଏ। ମନେ ରଖନ୍ତୁ ଦର୍ଶକ ବନ୍ଧୁ ଯେ ସନ୍ଧ୍ୟା ବେଳେ ସୂର୍ଯ୍ୟାସ୍ତ ପରେ କେବଳ ଘିଅ ଦୀପ ଜାଳନ୍ତୁ, ଅନ୍ୟ କୌଣସି ଦୀପ ଜାଳନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ଆମେ ଦୀପ ଜାଳିବା ସମୟରେ କେଉଁ ମନ୍ତ୍ର ଜପ କରିବା କଥା। ମନ୍ତ୍ର ଜପ କରି ଦୀପ ଜାଳିଲେ ମହାଦେବ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ବେଲଗଛ ତଳେ ଘିଅ ଦୀପ ଜାଳିବା ବେଳେ ପୁରୁଷମାନେ ଓಂ ନମଃ ଶିବାୟ ମନ୍ତ୍ର ଜପ କରିବା ଉଚିତ। ଯେଉଁଠାରେ ମହିଳାମାନେ ଏହି ମନ୍ତ୍ର ଜପ କରିବା ଉଚିତ ନୁହେଁ। ମନେ ରଖନ୍ତୁ ଏଭଳି ପରିସ୍ଥିତିରେ ମହିଳାମାନେ କେବଳ ନମଃ ଶିବାୟ ମନ୍ତ୍ର ଜପ କରିବା ଉଚିତ। ପୁରୁଷମାନେ ଓಂ ନମଃ ଶିବାୟ ମନ୍ତ୍ର ଜପ କରିବେ ଏବଂ ମହିଳାମାନେ କେବଳ ନମଃ ଶିବାୟ ମନ୍ତ୍ର ଜପ କରିବା ଉଚିତ। ତେବେ ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କୁ ବେଲପତ୍ର ଚଢ଼ାଇବା ଦ୍ୱାରା ଦରିଦ୍ରତା ମଧ୍ୟ ଦୂର ହୋଇଥାଏ। ଏହା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ବେଲପତ୍ରରେ କେବଳ ଭଗବାନ ଶିବ ନୁହେଁ, ହନୁମାନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଘରର ବଗିଚାରେ ବେଲଗଛ ରହିବା ଦ୍ୱାରା ପରିବାର ସଦସ୍ୟମାନେ ପାପରୁ ମୁକ୍ତି ମଧ୍ୟ ପାଇଥାନ୍ତି। ତେବେ ଦର୍ଶକ ବନ୍ଧୁ ଏହା ସହ ପୁଣ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ। ପ୍ରତ୍ୟେକ ଘର ବଗିଚାରେ ବେଲଗଛ ରହିବା ନିହାତି ଜରୁରୀ। ଏଥିରେ ନକାରାତ୍ମକ ଊର୍ଜା ଯାଇ ସକାରାତ୍ମକ ଊର୍ଜା ଆସିଥାଏ। ଏବେ ଆସନ୍ତୁ ଜାଣିବା ଆମେ ବେଲପତ୍ର ବାସି ହୁଏ ନା ନାହିଁ।
ତେବେ ଦର୍ଶକ ବନ୍ଧୁ ବେଲପତ୍ର ଏପରି ଏକ ପତ୍ର ଯାହା କେବେ ବି ଭାସି ହୁଏ ନାହିଁ। ଭଗବାନ ଶିବଙ୍କ ପୂଜାରେ ବିଶେଷ ଭାବରେ ବ୍ୟବହାର କରାଯାଉଥିବା ବେଲପତ୍ର ବିଷୟରେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। କୁହାଯାଇଛି ଯେ ପୂଜା ପାଇଁ ନୂଆ ବେଲପତ୍ର ଉପଲବ୍ଧ ନହେଲେ ପୁରୁଣା ପତ୍ରକୁ ଧୋଇ ଶିବଲିଙ୍ଗରେ ଚଢ଼ାଇ ପାରିବେ, ମାନେ ପୂଜା ଆମେ କରିପାରିବା। ଏବେ ଆସନ୍ତୁ ଜାଣିବା ଆମେ ବେଲପତ୍ର ଅର୍ପଣ କେମିତି କରାହୁଏ। ଶିବଲିଙ୍ଗ ଉପରେ ବେଲପତ୍ର ଅର୍ପଣ କରିବାର ବିଧି। ବେଲପତ୍ରକୁ ସର୍ବଦା ଅନାମିକା ଓ ମଧ୍ୟମ ଆଙ୍ଗୁଠିର ସାହାଯ୍ୟରେ ଶିବଲିଙ୍ଗରେ ଅର୍ପଣ କରିବା ଉଚିତ। ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା ସହ ଜଳ ମଧ୍ୟ ତା ସହ ଅର୍ପଣ କରନ୍ତୁ। କେବେ ବି ଫାଟି ଯାଇଥିବା ବା 3 ପତ୍ରରୁ 2 ପତ୍ର ହେଇଥିବା ବେଲପତ୍ର ଚଢ଼ାଇବା ଉଚିତ ନୁହେଁ। ଏବେ ଆସନ୍ତୁ ଜାଣିବା ଆମେ କେଉଁ ତିଥିରେ ବେଲପତ୍ର ତୋଳିବା କଥା ନୁହେଁ। ସବୁଦିନ ତ ଆମେ ତୋଳି ପାରିବା ନାହିଁ। କେତେ ତିଥି ଅଛି ତୋଳି ପାରିବା, କେତେ ତିଥି ଅଛି ତୋଳିବା ଅନୁଚିତ। ତ ଏବେ ଆସନ୍ତୁ ଜାଣିବା କେଉଁ ତିଥିରେ ବେଲପତ୍ର ତୋଳିବା କଥା ନୁହେଁ। ବେଲପତ୍ର ତୋଳିବା ବା ଛିଣ୍ଡାଇବା ବେଳେ ସର୍ବଦା ଭଗବାନ ଶିବଙ୍କୁ ଧ୍ୟାନ କରିବା ଉଚିତ। ତାପରେ ବେଲବୃକ୍ଷ ନିକଟରେ ଛିଡ଼ା ହୋଇ ପ୍ରଣାମ କରି ପତ୍ର ଛିଣ୍ଡାନ୍ତୁ। ବେଲପତ୍ରକୁ ଅମାବାସ୍ୟା, ଚତୁର୍ଥୀ, ଅଷ୍ଟମୀ, ନବମୀ ଏବଂ ଚତୁର୍ଦ୍ଦଶୀରେ ତୋଳିବା ଅନୁଚିତ। ସର୍ବଦା 3ଟି ବେଲପତ୍ର ସମ୍ମିଳିତ ହେଉଥିବା ପତ୍ରକୁ ଶିବଲିଙ୍ଗ ଉପରେ ଚଢ଼ାଇବା ଉଚିତ ବା ଅର୍ପଣ କରିବା ଉଚିତ। ବେଲ ଗଛ ମୂଳରେ ଭଗବାନ ଶିବ ବାସ କରନ୍ତି। ତେଣୁ ସବୁଦିନ ଦୀପ ଜାଳିବା ଦ୍ୱାରା ବଡ଼ ବଡ଼ ବିପଦ ଟଳିଯାଏ। ପୂଜା ପାଠରେ ବିଭିନ୍ନ ପ୍ରକାରର ସାମଗ୍ରୀ ଭଗବାନଙ୍କୁ ଚଢ଼ାଯାଇଥାଏ। ତେବେ ଦର୍ଶକ ବନ୍ଧୁ ସମସ୍ତ ଦେବାଦେବୀ ଦେବୀ ଦେବତାଙ୍କ ପୂଜା ସାମଗ୍ରୀରେ ଭିନ୍ନ ଭିନ୍ନ ଜିନିଷର ବିଶେଷ ମହତ୍ତ୍ୱ ରହିଥାଏ। ସେହିପରି ଶିବ ପୂଜାରେ ଶିବଙ୍କ ପାଇଁ, ମହାଦେବଙ୍କ ପାଇଁ ଖାସ କରି ବେଲପତ୍ର ସାମିଲ କରାଯାଇଥାଏ। ବେଲଗଛ ଘର ବାହାରେ କିମ୍ବା ଆଖପାଖରେ ରହିଲେ ବାସ୍ତୁ ଦୋଷ ଦୂର ହୋଇଥାଏ। ଶିବଲିଙ୍ଗରେ ଚଢ଼ା ଯାଉଥିବା ବେଲପତ୍ର ଅନେକ ଦିନ ଯାଏଁ ବାସି ହୁଏ ନାହିଁ। ତେବେ ଦର୍ଶକ ବନ୍ଧୁ ଗୋଟିଏ ବେଲପତ୍ରକୁ ବାରମ୍ବାର ଧୋଇ ପୂଜା କରାଯାଇ ପାରିବ। ତେବେ ଦର୍ଶକ ବନ୍ଧୁ ସବୁଦିନ ଆମେ ବେଲପତ୍ର ଆଣି ପୂଜା କରିବା ସମ୍ଭବପର ନୁହେଁ। ତେଣୁ ଗୋଟିଏ ପତ୍ରକୁ ମଧ୍ୟ ଆମେ ବାରମ୍ବାର ଧୋଇ ପୂଜା କରିପାରିବା। ତେଣୁ ଏପରି ପରିସ୍ଥିତିରେ ବେଲପତ୍ର ଅନେକ ଦିନ ଯାଏ ବ୍ୟବହାର କରିପାରିବେ। ତେବେ ଦର୍ଶକ ବନ୍ଧୁ ଧ୍ୟାନ ରଖନ୍ତୁ, ଅଷ୍ଟମୀ ତିଥି, ଚତୁର୍ଦ୍ଦଶୀ ତିଥି, ଅମାବାସ୍ୟା ତିଥି ଏବଂ ରବିବାର ଦିନ ବେଲପତ୍ର ତୋଳିବା ଅନୁଚିତ। ଏହି ଦିନ ମାନଙ୍କରେ ବେଲପତ୍ର ତୋଳାଯାଏ ନାହିଁ। ଏହି ବର୍ଜିତ ତିଥିରେ ବେଲପତ୍ର ବଜାରରୁ କିଣି ଶିବଙ୍କୁ ଚଢ଼ାଇ ପାରିବେ। ଯଦି ଏହି ତିଥିରେ ବେଲପତ୍ର ନ ମିଳେ ତେବେ ପୁରୁଣା ପତ୍ର ଉପଯୋଗ କରିପାରିବେ। ପୁରୁଣା ପତ୍ରକୁ ଧୋଇ ଆଉଥରେ ଆପଣ ପୂଜା କରିପାରିବେ। ଶିବପୁରାଣରେ ବେଲଗଛକୁ ଶିବଙ୍କ ସ୍ୱରୂପ ବୋଲି କୁହାଯାଇଛି। ଏହାକୁ ଶ୍ରୀ ବୃକ୍ଷ ମଧ୍ୟ କୁହାଯାଏ। ଶ୍ରୀଦେବୀ ଲକ୍ଷ୍ମୀଙ୍କ ଏକ ନାଁ। ଏହି କାରଣରୁ ବେଲପତ୍ର ପୂଜା କଲେ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଏହି ଗଛର ମୂଳରେ ଗିରିଜା, ଗଣ୍ଡିରେ ମାହେଶ୍ୱରୀ, ଶାଖାରେ ଦକ୍ଷାୟନୀ, ପତ୍ରରେ ପାର୍ବତୀ, ଫୁଲରେ ଗୌରୀ ଏବଂ ଫଳରେ ଦେବୀ କାତ୍ୟାୟନୀ ବାସ କରିଥାନ୍ତି। ଏହି କାରଣରୁ ଏହି ଗଛର ପୌରାଣିକ ମହତ୍ତ୍ୱ ଅତ୍ୟନ୍ତ ଅଧିକା। ବେଲଗଛ ଯୋଗୁଁ ଘରେ ସକାରାତ୍ମକ ବଜାୟ ରହିଥାଏ। ବେଲଗଛ ଘରର ଉତ୍ତର ପଶ୍ଚିମ କୋଣରେ ଲଗାଇବା ଶୁଭ ହୋଇଥାଏ। ଯଦି ଉତ୍ତର ପଶ୍ଚିମ ଦିଗରେ ଲଗାଇବା ସମ୍ଭବ ନ ହେବ ତେବେ ଏହାକୁ ଘରର ଉତ୍ତର ଦିଗରେ ଲଗାଇ ପାରିବେ। ତେବେ ଦର୍ଶକ ବନ୍ଧୁ ଆଜି ପାଇଁ ଏତିକି ଥାଉ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାହେଲେ ଯଦି ଏହି ଭିଡ଼ିଓଟି ଦେଖୁଥିବେ ୟୁଟ୍ୟୁବରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଫେସବୁକରେ ଦେଖୁଥିବେ ତାହେଲେ ମୋ ପେଜକୁ ଫଲୋ କରିଦେବେ। ଲାଇକ୍, ସେୟାର, କମେଣ୍ଟ କରିବାକୁ ଜମା ବି ଭୁଲିବେ ନାହିଁ। ବନ୍ଧୁ ପରିଜନ ସହିତ ସେୟାର କରିବାକୁ ମଧ୍ୟ ଜମା ଭୁଲିବେ ନାହିଁ। ଆଜି ପାଇଁ ଏତିକି। ନେକ୍ସଟ ଦେଖା ହେବା ଆଉ ଗୋଟେ ଭିଡ଼ିଓରେ। ଆଉ ନୂଆ ନୂଆ କଥା ଜାଣିବାକୁ ଚାହିଁଲେ ଏହି ଭିଡ଼ିଓକୁ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ମୋ ପେଜକୁ ଫଲୋ ମଧ୍ୟ କରିଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।